ଏତେ ଭଲ ବନ୍ଧୁ ଥିବ ଆଗେ ଦେଖିକି ହସିଦ ହେଠି ମାନେ ବନ୍ଧୁର ମିଠା ଜାଣିବ ଦୂରୁ ଦେଖି ହସେ ମାନେ ଯଦି ଏବେ ଯୋଉ ବନ୍ଧାବନ୍ଧି ଆମେ ଦେଖି ଦଶହରା ମାନେ ସମୁଦ୍ର ଭୁବନେଶ୍ୱର ଯେତେବେଳେ ଆସିଲେ ସେ ଉପାସ ଦେଖିଲେ ଅଙ୍ଗୁର ବିକିଲେ ଏନା ମିଠା 4 କିଲେ ଯୋଡ଼େ ଚାହା କରନ୍ତି ଧରିକି ଆଣିକି ଆଉଥିଲେ ଖାଲି ଆଖିରେ ପଡିଯିବ ଆରେ କିଏ ଅଛନ୍ତି ସମୁଦ୍ର ନମସ୍କାର ଆରେ ସମୁଦ୍ର ଆସିଲାନି ପାଣି ଦିଅ ଢାଳ ଧଉ ପାଣି ଦିଅ ବଟୁଆ ଓ ମାଇ ଗଡ୍ ଓ ମାଇ ଗଡ୍ ମାନେ ଯଦି ବନ୍ଧୁ ଖାଲି ହାତରେ ଆଇଛି ସମୁଦ୍ର ଆଖିରେ ପଡିବ ସମୁଦ୍ର ନମସ୍କାର ଯାରେ ଆଗେ ହେଇକି ଯିବ ଓଡିଶାର ଭାଇ ଭାଇକୁ ଆଗରେ ଆଗେ ହେଇକି ଯାଉ ସମୁଦ୍ର ବେଳା ହେଇଛି ଜାଣି ହେଇ ତାକୁ ଆଡେ ଆଇଥିବ ବନ୍ଧୁର ମିଠା ଜାଣିବ ଦୂରୁ ଦେଖି ହସେ ପୁତ୍ରର ମିଠା ଜାଣିବ ବାପା ମା ବୁଢା ବୁଢୀ ହେଇଗଲେ ଯୋଉ ପୁଅ ପୋଷେ ଯୋଉ ପୁଅ ବାପା ମାଙ୍କୁ ପୋଷିବ ସେ ହଉଛି 1 ନମ୍ବର ପୁଅ ଏ ବାବାନ ଭାରିଆ ମିଠା ଜାଣିବ ସ୍ୱାମୀ ସେବା କଲେ ସେ ଭଲ ସ୍ତ୍ରୀ ସ୍ୱାମୀଙ୍କ ସେବା କରିବ ତରକାରୀ ମିଠା ଜାଣିବ ଭଲ ସିଝିଥିଲେ ଯୋଉ ପରିବା ଗୁଡିକ ସିଝିବ ସେ ସ୍ୱାଦ ଲାଗିବ ଏ ଶୁଖୁଆ ମିଠା ଜାଣିବ ପୋକ ପଡି ତୁଇଟା କୋଉ କବରୁ ଗାଇଲୁ କହିଲୁ କୃଷ୍ଣ ପୁରାଣ ଶୁଖୁଆ କଥା ଲେଖା ଏଇଟା ନିଜେ ଭାଗବତ କହିଲେ ନୟନ ବନ୍ଧୁ ନବ ବନ୍ଧୁ ପିତା ବନ୍ଧୁ ସ୍ୱାମୀ ବନ୍ଧୁ ଆଖିର ବନ୍ଧୁ ଆଇର କଥା ମାନେ ଗୀତ ପଡିବ ଧୂଳି ପଡିବ ଆଖି ବୁଝି ଦେଲା ସବୁ ଥିଲା ତେବେ ସମ୍ପୂର୍ଣ୍ଣ ତାଂସି ଦେଇକି ଆଖିର ଦୃଷ୍ଟି ଶକ୍ତି ନଷ୍ଟ ହେଇଯାଉଛି ବାଳକ ବନ୍ଧୁ ଗୋଟେ ବାଳକର ବଡ ବନ୍ଧୁ ତା ବାପା ମା ଏବେ ବଡ ମୋଟା ବାହା କଲି ଖାଲି ଯଦି ଜାଣିଥାନ୍ତି ତା ବୋଉ ତା ବନ୍ଧୁ ତାକୁ କୁଆଡେ ଯାଉ ସ୍ତ୍ରୀ ମାନଙ୍କର ବଡ ବନ୍ଧୁ ତାଙ୍କ ସ୍ୱାମୀ ପ୍ରଜାଙ୍କର ବନ୍ଧୁ ହେଲେ ରାଜା ପ୍ରତ୍ୟେକ ପ୍ରଜା ମାନଙ୍କର ବଡ ବନ୍ଧୁ ରାଜା ତେଣୁ ଆଜ୍ଞା ବନ୍ଧୁ ବସନ୍ତ କୋକିଳଙ୍କର ସାହାଯ୍ୟ କଲେ ବନ୍ଧୁଙ୍କର ପୀଡ଼ିତ କରି ସମ୍ପର୍କକୁ ରକ୍ଷା କରିବା ପାଇଁ କନ୍ଦର୍ପ ବସନ୍ତ କୋକିଳକୁ ନେଇ କୋଉଠି କହିଲେ ନା ଶିବଙ୍କର ତପସ୍ୟା ସ୍ଥଳ କାଳିଦାସ ଲେଖିଲେ ବସନ୍ତ ବାବୁ ବୋଲା ମଧୁରେ କୁସୁମ ଏକ ପାତ୍ରେ ବର୍ତ୍ତମାନ ମିଳି ରାଖି କୃଷ୍ଣ ଅତିରେ ବସନ୍ତ ଆଜ୍ଞା ବହିଲା ବୃକ୍ଷ ଗୁଡିକ ମୁକୁଳିତ ହେଲା ହେଲା ସମସ୍ତେ ସବୁଆଡେ ଚାରିଆଡେ ଆମ କାମନା ତିଆରି ହେଲା ଯେତେବେଳେ ଚାରିଆଡେ ଆମ କାମନା ତିଆରି ହେଲା ଏବେର ପଣ୍ଡିତ ସେଠି ସବୁ ଘର ଛାଡିକି ପଳେଇଲେ କିଏ ସବୁ ସବୁ ପଳେଇଲା ସବୁ କୁଗୁଣା ଆସି ପହଞ୍ଚିଲା କବି ଲେଖିଲେ ଏବେର ପଣ୍ଡିତ ମଣ୍ଡଳୀ ପଣ୍ଡିତ ମଣ୍ଡଳୀ ଘର୍ଷଣ କରି ଯୋଉ କାମ ସତ୍ୟ ପଳେଇଲା ପଙ୍କଜ ରେଣୁବନ୍ଧୀ ପଙ୍କଜ କହିଲେ ପ୍ରଥମ ଆଜ୍ଞା ମତେ ପ୍ରସ୍ଫୁଟିତ ପ୍ରଥମ ପୋଖରୀରେ ଗୋଟେ ହସ୍ପି ଯାଇକି କଣ କଲା ନା ତା ଶୁଭ ମଧ୍ୟରେ କିଛି ପଦ୍ମ ପୁଷ୍ପକୁ ଭକ୍ଷଣ କରି ଆଉ ଆଜ୍ଞା ପଦ୍ମ ପୁଷ୍ପରେ ଯୋଉ ଜଳ ଥିଲା ତାକୁ ଶୁଣ୍ଢ ଦ୍ୱାରା ନିଜ ହସ୍ତିକି ଆଣି ପିଇବାକୁ ଦେଲା ତଦୁର ସବ ପଙ୍କଜ ରେଣୁବନ୍ଧୀ କଦାଏ ବନ୍ଧୁ ତାହେଲେ ପଣ୍ଡିତ ମଣ୍ଡଳୀ ଯେତେବେଳେ ହସ୍ତି ହସ୍ତିని ମୃଗମୃଗୀ ସମସ୍ତେ ବୃତ୍ତି କଲେ ହିମାଳୟର ହିମାଦ୍ରି ଶୃଙ୍ଗ ପର୍ବତ ଉପରେ ଏକଥା କିଏ ଦେଖିଲେ ଜଣେ ଦେଖିଲେ ସେ ହଉଛି ଆଜ୍ଞା ନନ୍ଦୀ ଦର୍ଶନ କଲେ ଆପଣଙ୍କର ସମ୍ପୂର୍ଣ୍ଣ ଶ୍ରୀ ରାମଚନ୍ଦ୍ର ମାନସ କଲେ ବ୍ରହ୍ମଚର୍ଯ୍ୟ ସଂଯମ ଧର୍ମ
ଚାରିଆଡ ବୃକ୍ଷ ସମସ୍ତ ମୃଗ ମୃଗୀ ହସ୍ତି ସେଠି ସବୁ ସଂଯୋଗ ଜ୍ଞାନ ବିଜ୍ଞାନ ସବୁ ଘର ଛାଡିକି ପଳେଇ ଯୋଉଠି କାମ ଥାଏ ଏଗୁଡାକ ସେଠି ରହେନି ଆଜ୍ଞା କାମ ନ ରହି ଘର ସେଠି ବିଦ୍ୟା ହବନି ସେ ମୋର ପଣ୍ଡିତେ କବି ଗୀତା କହିଲେ ଭଗବାନ ବ୍ୟାସ ବହି ପଢିବ ତାର ଜ୍ଞାନ ହବ କିନ୍ତୁ ସଂଯୋଗ କରିକି ପଢିଲା ଶାନ୍ତି ଆସିବ ମଣିଷକୁ ଶାନ୍ତି ଦେବା ସେଇଥିପାଇଁ ଅସଂଶୟ ମହାବାହ ମନବୃତ୍ତି ଗ୍ରହଣ ଚଳ ମନକୁ ସ୍ଥିର କରି ବିଦ୍ୟା ପଢିଲେ ବିଦ୍ୟା ହବ ସେଇଥିପାଇଁ ପଣ୍ଡିତ ମଣ୍ଡଳୀ ଜ୍ଞାନ ଲବ୍ଧ କରା ଶାନ୍ତି ହେ ବଡ ପଣ୍ଡିତ ମଣ୍ଡଳୀ ଯଦି ଜୀବନ ମଧ୍ୟରେ ବିଦ୍ୟା ଜ୍ଞାନ ପାଇବାକୁ ଇଚ୍ଛା ଅଛି ଇନ୍ଦ୍ରିୟକୁ ସଂଯମ କରନ୍ତୁ ଅସଂଶୟ ମହାବାହ ମନବୃତ୍ତି ଗ୍ରହଣ କର ଅଭ୍ୟାସ କିନ୍ତୁ ଭଗବାନ ବ୍ୟାସ ଲେଖିଲେ କୃଷ୍ଣ କହିଲେ ଅର୍ଜୁନ ୟାକୁ ଅଭ୍ୟାସ କଲେ ହବ ଭାଗବତ ଦେଖୁନାହାନ୍ତି ଆଜ୍ଞା ବୋଲେ ଆସକ୍ତିରୁ କାମନା ଗତ କାମରୁ ଆସକ୍ତିରୁ କାମନା ଆସିଥାଏ କାମରୁ କ୍ରୋଧ ଆସେ କ୍ରୋଧରୁ ଲୋଭ ଆସେ ଲୋଭରୁ ମୋହ ଆସେ ମୋହ ଆସିଲେ ମଣିଷର ଜ୍ଞାନ ଶକ୍ତି ନାଶ ହୋଇଯାଏ ଯେତେବେଳେ ହିମାଳୟର ହିମାଦ୍ରି ଶୃଙ୍ଗ ନିକଟସ୍ଥ ଭଗବାନ ଶିବ ତପସ୍ୟା କରୁଥିଲେ ସେତେବେଳେ ରକ୍ତି ପତ୍ରକ ବସନ୍ତ କୁମ୍ଭୀରଙ୍କ ସାହାଯ୍ୟରେ ଅପେରରେ ପଡିତେ ବସନ୍ତ ମହିଳା ବର୍ଣ୍ଣ ଭେଦ କରି ବଉଳ ଜ୍ଞାନ ତିଆରି ହେଲା ପ୍ରତ୍ୟେକ ବୃକ୍ଷକୁ ପଡିତେ ଫୁଲ କହିଲା ବେଳେ ଆମ୍ବ ଫୁଲକୁ ବଉଳ କୁହାଯାଏ हे मोर पंडित मनोरी ताहले चारियार आत्म काम बेले दग्धीभूत होला सेते बेले कंदर्प पंडित मनोरी अपेरे बहिला बसंत अपेरे बहिला भगवान शिवଙ୍କର तपस्या तळ पधरे फळिए फळि प्रभाव होला नंदी आज्ञा सीधी कहिला नंदी की करुणा पवन कहिला शुभ